ଘରର କାମ ଛୋଟ ହେଉ କି ବଡ଼ ହେଉ ଯଦି ଆମେ ଟିକେ ସତର୍କତା ସହିତ କରିବା ସେଇ କାମ ଆମକୁ ଅତି ସହଜ ଲାଗିବ। ନମସ୍କାର, କୁକୱିଥ୍ ମୁଛାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଚାଲନ୍ତୁ ଦେଖିବା ଆଜିର ଟିପ୍ସ ଗୁଡ଼ାକ କ'ଣ ଅଛି। ପ୍ରଥମେ ଦେଖନ୍ତୁ, ଯେତେବେଳେ ଆମେ କଣ୍ଟା କାନ୍ଥରେ ମାରୁଛେ, କାନ୍ଥରେ କଣ୍ଟା ମାରୁଛେ, ଯେଉଁ ସୂତାଟା ଆମେ ପିଟୁଛେ ସେ କଣ୍ଟାରେ ଏପଟ ସେପଟ ହେଇଯାଉଛି ଆଉ କଣ୍ଟାଟି ବଙ୍କି ଯାଉଛି, ସାଇଜ୍ରେ ଲଗେଇ ହେଉନି। ତ ଆମେ କ'ଣ କଲେ ଆମେ ଅତି ସହଜରେ ସାଇଜ୍ରେ କଣ୍ଟାଟି ଲଗେଇ ପାରିବା। ସେଥିପାଇଁ ଆମେ ଗୋଟେ ପାନିଆ ନେଇ ଆସିବା। ଆମେ ଯେଉଁ ପାନିଆ ୟୁଜ୍ କରୁଛେ, ମୁଣ୍ଡ କୁଣ୍ଡଉଛେ, ସେଇ ପାନିଆ ଗୋଟେ ନେଇ ଆସିବା। ପାନିଆକୁ ଦେଇକି ତାରି ଭିତରେ ଆମେ କଣ୍ଟା ପିଟି ଦେଲେ କଣ୍ଟାଟା ସାଇଜ୍ରେ ହେଇକି ରହିବ। ଚାଲନ୍ତୁ ଦେଖିବା ନେକ୍ସଟ ଟିପ୍ରେ କ'ଣ ଅଛି। ବେଶୀ କରି ଏଇ ଶୀତ ଦିନେ ଘରକୁ ବାଦାମ ଆସେ, ଚିନା ବାଦାମ ଭଜା ହୁଏ। ପିଲାମାନେ ବଡ଼ମାନେ ସମସ୍ତେ ଖାଆନ୍ତି, ହେଲେ ପିଲାମାନେ ତାକୁ ଛଡ଼େଇକି ଖାଇବାକୁ ଟିକେ ଅସୁବିଧା ହୁଏ। ତାଙ୍କୁ ଛଡ଼େଇଲା ବେଳକୁ ଟିକେ କଷ୍ଟ ହୁଏ, ହାତ କାଟେ। ଗୋଟେ ବାଦାମ ଜମା ବି ଭାଙ୍ଗେନି। ସେଥିପାଇଁ ଆମେ ନେଇ ଆସିବା କପଡ଼ା ଶୁଖେଇବା କ୍ଲିପ୍। କ୍ଲିପ୍ରେ ଆମେ ଯଦି ଏମିତି ଭାବରେ ତାକୁ ଚାପିବା, ସାଙ୍ଗେ ସାଙ୍ଗେ ସେ ବାଦାମଟି ଭାଙ୍ଗିଯିବ। ବିଶେଷ କରି ପିଲାମାନଙ୍କୁ ବେଶୀ ଅସୁବିଧା ହୁଏ। ପିଲାମାନେ କ'ଣ, ବଡ଼ ଲୋକମାନେ ବି ଆକୁ ଛଡ଼େଇବାକୁ ଭଲ ପାଆନ୍ତିନି, କାରଣ ସେ ଟିକେ ଟାଣ ହୁଏ, ଛଡ଼େଇଲା ବେଳକୁ ଛଡ଼େଇ ହୁଏନି। ଯେତେବେଳେ ବାଦାମ ଖାଇବାକୁ ଦେବେ ଏମିତି କପଡ଼ା ଶୁଖେଇବା କ୍ଲିପ୍ ଗୋଟେ ଗୋଟେ ଧରେଇ ଦେବେ। ଆରାମରେ ସେମାନେ ଛଡ଼େଇକିରି ଖାଇଦେବେ, ତାଙ୍କର କିଛି ଅସୁବିଧା ରହିବନି, ଆଉ ସମୟ ବଞ୍ଚିବ, ଆପଣଙ୍କୁ ଆଉ ଛଡ଼େଇକି ଦେବାକୁ ପଡ଼ିବନି। ଏଠି ଦେଖନ୍ତୁ, ସାଙ୍ଗେ ସାଙ୍ଗେ ମୁଁ କେତେ ସାରା ବାଦାମ ଛଡ଼େଇ ଦେଲି, ଆଉ ହାତକୁ ଜମା ବି କଷ୍ଟ ହେଲାନି। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଘରକୁ ଲେମ୍ବୁ ଆଣୁଛେ, ଲେମ୍ବୁ ଏମିତି ଶୁଖିଯାଏ, ଜମା ବି ଏ ଲେମ୍ବୁକୁ ଫୋପାଡ଼ିବେନି। ଯଦି ଲେମ୍ବୁ ଚିପୁଡ଼ୁଛନ୍ତି ତା ଚୋପାକୁ ମଧ୍ୟ ଜମା ଫୋପାଡ଼ିବେନି। ଏମିତି ଟିକେ ଲୁଣ ଛିଞ୍ଚି ଦେବେ, ସେଇ ଲେମ୍ବୁ ଚୋପାରେ ଲୁଣ ଟିକେ ଛିଞ୍ଚି ଦେବେ। ତାପରେ ୟାକୁ ନେଇକି ଆମେ କ'ଣ କରିବା, ଯେଉଁଠି ଗୋଡ଼ ଆମର ଏଇ ଶୀତ ଦିନେ ଫାଟିଥାଏ, ଟିକେ ଟିକେ ଯେଉଁ ଗୋଇଠି ଗୁଡ଼ାକ ଫାଟିଥାଏ, ତ ସେଇଠି ଆମେ ଘଷିଦେବା ଲେମ୍ବୁ ଚୋପାକୁ ଆଉ ଲୁଣକୁ। କେବଳ ଲେମ୍ବୁ ଚୋପା ଆଉ ଲୁଣ ଯଦି ଆମେ ଏମିତି ଗୋଡ଼ରେ ଘଷିବା, ସବୁଦିନ ଆମେ ଘଷିବା, ଗୋଡ଼ ଆଉ ଜମା ବି ଫାଟିବନି। ଯେଉଁ ପଟି ଲଗେଇବା ଜାଗାରେ ଯେଉଁ କଳା କଳା ପଡ଼ିଯାଇଛି, ଯେଉଁ ସିଧାରେ ପଟି ଅଛି ସେଇ ସିଧାରେ କଳା କଳା ପଡ଼ିଯାଇଛି, ଦେଖନ୍ତୁ ଲେମ୍ବୁ ଲୁଣରେ ସବୁ ସଫା ହେଇଗଲା। ଯେତେ ସବୁ ମଳି ଥିବ ଗୋଡ଼ରେ ସବୁ ସଫା ହେଇଯିବ। ଆଉ ଯେଉଁଗୁଡ଼ା ଦାଗ ଥିବ ଗୋଡ଼ରୁ, ସେ ଦାଗ ଗୁଡ଼ାକ ମଧ୍ୟ ଗୋଡ଼ରୁ ଲିଭିଯିବ। ଯେତେବେଳେ ବି ଲେମ୍ବୁ ଚୁପୁଡ଼ୁଛନ୍ତି ତାର ଚୋପାକୁ ଜମା ବି ଫୋପାଡ଼ିବେନି। ଯଦି ବି ଲେମ୍ବୁ ଏମିତି ଶୁଖିଯାଇଛି ତାକୁ ମଧ୍ୟ ଆଣିକି ଲୁଣ ଦେଇକି ଏମିତି ଭାବରେ ପାଲିସ୍ କରିଦିଅନ୍ତୁ ଗୋଡ଼କୁ। ତ ଏବେ ଯିବା ନେକ୍ସଟ ଟିପ୍କୁ। ଧୂପକାଠି ଘରକୁ ଆଣୁଛେ ଆମେ, ଯେତେବେଳେ ପ୍ୟାକେଟ୍ ଧୂପକାଠି ଆଣୁଛେ, ଧୂପକାଠି ପ୍ୟାକେଟଟା ଯେଉଁ କାଗଜ ପ୍ୟାକେଟଟା ଅଛି, ଆଉ ତା ଭିତରେ ଯେଉଁ ଜରି ପ୍ୟାକେଟରେ ଧୂପକାଠି ପଶିଥାଏ। ଯଦି ବାରମ୍ବାର ଆମେ ପ୍ୟାକେଟକୁ ଖୋଲିବା, ଧୂପକାଠି ଆଣିବା, ଧୂପର ବାସ୍ନାଟା ଶୀଘ୍ର କମିଯାଏ। ଆମେ କ'ଣ କରିବା, ତାକୁ ଅଧା ଅଧା କରିଦେବା। ତ ଅଧା କରିବା ଯଦି ଆମେ କେଉଁଠି ରଖିବା, ପ୍ୟାକେଟରେ ଅଧା ରଖିବା, ଆଉ ଅଧା ଆମେ ନେଇକି କ'ଣ କରିବା, ଗୋଟେ ଡବା ଆଣିବା। ଯେଉଁ ପାଣି ଡବା, ଯେଉଁ ବୋତଲ, ଚଉଡ଼ା ମୁହଁବାଲା ପାଣି ବୋତଲ, ସେଇଭଳିଆ ଥିବ ଯଦି ବଢ଼ିଆ ହେବ। ତ ଏଇଭଳିଆ ପାଣି ବୋତଲ ମୋ ପାଖରେ ଅଛି, ତା ଦେହରେ ନେଇକି ଧୂପକାଠିକି ଆମେ ଅଧା ରଖିଦେବା। ସେଥିରେ ଏମିତି ଧୂପକାଠି ରଖିଦେବା, ଠିପି ଦେଇଦେବା। ଯେତେବେଳେ ଲଗେଇବା ଧୂପ ଆଣିକିରି, ସେତେବେଳେ ବାହାର କରିବା, ଲଗେଇବା ଆରାମରେ। ଆଉ ଯେତେ ଅଧା ଆପଣ ରଖିବେ ସେ ପ୍ୟାକେଟରେ ଆପଣ ରଖିପାରିବେ। ଯେତେବେଳେ ମୁଁ ବଡ଼ ପ୍ୟାକେଟ୍ ଧୂପ ଆଣୁଛି ଏମିତି, ତ ଗୋଟେ ଜରିରେ ସବୁତକ ଧୂପ ପଶିଛି, ମୁଁ ତାକୁ କ'ଣ କରିବି, ଖୋଲିକି ଅଧା ରଖିଦେବି ବୋତଲରେ। ଏଇଭଳି ବୋତଲଟା ଗୋଟେ ଧୋଇ ଧାଇକି ରଖିଛି, ତା ଭିତରେ ଅଧା ରଖିଦେବି, ଆଉ ଅଧା ପ୍ୟାକେଟରେ ରଖିଦେବି। ପ୍ୟାକେଟରେ ଯେଉଁଟା ରଖିଲି ତାକୁ ଅଲଗା ଜାଗାରେ ରଖିଦେବି, ତାକୁ ବାରମ୍ବାର ଖୋଲିବିନି କି ତାର ବାସ୍ନା ଆଉ ଉଡ଼ିଯିବନି। ବୋତଲରେ ଯେଉଁଟା ରଖିଲି ତାକୁ ସନ୍ଧ୍ୟା ସକାଳେ ବାହାର କରିକି ଠାକୁରଙ୍କ ପାଖରେ ଲଗେଇବା। ଆରାମରେ ଏମିତି ଗୋଟେ ଧୂପ ବାହାର କରିବେ କି ଦୁଇଟା ଧୂପ ବାହାର କରିବେ, ଆରାମରେ ଆପଣ ଲଗେଇ ପାରିବେ ଧୂପ ଟିକେ। କେଉଁଠିକି ବେଶୀ ବାଟ ଯାଉଛନ୍ତି ଠାକୁରଙ୍କ ପାଖକୁ, ସେତେବେଳେ ମଧ୍ୟ ଏମିତି ବୋତଲରେ କିଛିଟା ଧୂପକାଠି ପୂରେଇକି ନେଇପାରିବେ। ପ୍ୟାକେଟରେ ଧୂପ ନେଇକି ଗଲେ, ବ୍ୟାଗରେ ପୂରେଇକି ନେଲେ ଭାଙ୍ଗି ଯିବାର ସମ୍ଭାବନା ଅଛି, କିନ୍ତୁ ବୋତଲରେ ଯଦି ଆପଣ ନେବେ, ଜମା ବି ଧୂପକାଠି ଭାଙ୍ଗିବାର ସମ୍ଭାବନା ନାହିଁ। ଆରାମରେ ବୋତଲଟି ବ୍ୟାଗ୍ ଭିତରେ ଥିବ, ଆପଣ ଯେତେବେଳେ ବାହାର କରିବେ ଲଗେଇବେ। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଶୀତ ଦିନ ହେଉ କି ଖରା ଦିନ, ନିଜର ଯତ୍ନ ନେବା ନିହାତି ଦରକାର। ସେମିତି କିଛି ରେମେଡ଼ି ମୁଁ ନେଇ ଆସିଛି ଆଜି। ଏ କଦଳୀ ଚୋପାକୁ ଆମେ ଫୋପାଡ଼ି ଦେଉଛେ, ଆଜି ଏ କଦଳୀ ଚୋପାରେ ବଢ଼ିଆ ରେମେଡ଼ି ତିଆରି କରିବା। କଦଳୀକୁ ବାହାର କରିଦେଲି, କଦଳୀ ଚୋପାଟା ଖାଲି ନେବା, ଆଉ ତାକୁ ଛୋଟ ଛୋଟ କରିକି ଆଗ କାଟିଦେବା। ଗୋଟିଏ କଦଳୀ ଚୋପା ନେଇପାରିବେ, ଦୁଇଟା କଦଳୀ ଚୋପା ନେଇପାରିବେ। ଯେତିକି କ୍ୱାଣ୍ଟିଟିର ଆପଣ ତିଆରି କରିବେ ସେତେଟା କଦଳୀ ଚୋପା ନେବେ। ତାପରେ ସେଥିରେ ଆମେ ଦେବା ଗୋଟେ ଚାମଚ ଅରୁଆ ଚାଉଳ। ଯେଉଁ ଅରୁଆ ଚାଉଳ ଆମେ ଖାଉଛେ, ସେ ଅରୁଆ ଚାଉଳ, ଉଷୁନା ଚାଉଳ ଜମା ବି ନେବେନି। ଅରୁଆ ଚାଉଳଟା ଆମର ବଢ଼ିଆ କାମ ଦେବ। ମୁଁ ଏଠି ଗୋଟେ କଦଳୀ ଚୋପାକୁ ଗୋଟେ ଚାମଚ ଅରୁଆ ଚାଉଳ ନେଲି। ଏଠି ଦେଖନ୍ତୁ, ଏଇଟା ହେଲା ଅରୁଆ ଚାଉଳ। ଉଷୁନା ଚାଉଳଟା କେମିତି କଲର୍ଟା ଦେଖାଯାଏ ନା,
ଏଇଟା ହେଲା ଅରୁଆ ଚାଉଳ। ସାଙ୍ଗମାନେ ଆଜିର ଟିପ୍ସ ଗୁଡ଼ାକ ଯଦି ଭଲ ଲାଗେ ନିଶ୍ଚୟ ଗୋଟେ ଲାଇକ୍ ଦେବେ। ଲାଇକ୍ ଦେବାକୁ ଜମା ବି ଭୁଲିବେନି। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଯଦି ଆଗରୁ ସବସ୍କ୍ରାଇବ୍ କରିଛନ୍ତି ତାହେଲେ ବହୁତ ବହୁତ ଧନ୍ୟବାଦ। ସବସ୍କ୍ରାଇବ୍ ବଟନରେ ଦବେଇବେ, ପାଖରେ ଥିବା ବେଲ୍ ବଟନରେ ଦେବେ, ତାପରେ ଅଲରେ ମଧ୍ୟ ସିଲେକ୍ଟ କରିଦେବେ। ଏମିତି କରିଲେ ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଚାଉଳ ଆଉ କଦଳୀ ଚୋପାକୁ ମୁଁ ଏଇ ପ୍ୟାନ୍ରେ ରଖିଲି। ତାପରେ ଏଥିରେ ଗୋଟେ ଛୋଟ ତାଟିଆରେ ପାଣି ଦେଲି। ପାଣି ଜମା ବେଶୀ ଦେବେନି, ନହେଲେ ଯେଉଁ ରେମିଡ଼ିଟା ତିଆରି ହେଇଛି ସେ ପାଣିଆ ହେଇଯିବ, ଭଲ ହେବନି। ତ ଏଠି ମୁଁ ନେଇଗଲି ଗ୍ୟାସ୍ ପାଖକୁ। ଗ୍ୟାସ୍ ଅନ୍ କରିକି ପ୍ୟାନ୍କୁ ବସାଇଦେବି। ତାପରେ ତାକୁ ଆମେ ଫୁଟିବାକୁ ଦେବା। ଯେମିତି ଫୁଟିଯିବ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିଦେବେ। 10 ମିନିଟ୍ ପର୍ଯ୍ୟନ୍ତ ଲୋ କରିକି ରଖିଥିବେ। ତାପରେ ଦେଖନ୍ତୁ ଏଠି ମୁଁ ନେଇ ଆସିଛି, ଭାତ ଭଳି ହେଇଯାଇଛି। ଚାଉଳଟା ଯେମିତି ଭାତ ଭଳି ହେଇଯିବ, ବେଶୀ ସିଝେଇବା ଦରକାର ନାହିଁ, ଅଳ୍ପ ଅଳ୍ପ ଯେମିତି ଭାତ ଭଳି ହେଇଯିବ ତାକୁ ବାହାର କରିଦେବେ। ଏମିତି ଟିକେ ଟିକେ ପାଣି ଥିବ, ଧ୍ୟାନ ଦେବେ ଯେମିତି ପାଣି ପୁରା ଶୁଖି ନଯିବ କିମ୍ବା ପୋଡ଼ି ନଯିବ। ବେଶୀ ପାଣି ରହିଲେ ବି ପାଣିଆ ହେଇଯିବ। ତ ସେଇଭଳି ଭାବେ ଆମେ ପାଣି ଦେବା ଆଉ ତାକୁ ସିଝେଇବା। ଏଠି ଦେଖନ୍ତୁ ଚାଉଳଟି ସିଝି ଯାଇଛି। ତ ୟାକୁ ନେଇକି ଆମେ ପେଷ୍ଟ କରିଦେବା। ବଢ଼ିଆ ଭାବରେ ଗୋଟେ ପେଷ୍ଟ କରିଦେବା, ପୁରା ପାଲିସ୍ କରିକି ପେଷ୍ଟଟା କରିବା। ଗ୍ରାଇଣ୍ଡର ଜାରର ଯେଉଁ ଛୋଟ ଜାରଟା, ସବୁଠୁ ଛୋଟ ଜାର୍, ସେଇଥିରେ ମୁଁ ନେଲି, ଆକୁ ପେଷ୍ଟ କରି ଆଣିଲି। ଆପଣଙ୍କ ପାଖରେ ଯେକୌଣସି ଚାହା ଛଣା ଥିବ ସେଥିରେ ଛାଣିବେ, କିମ୍ବା କପଡ଼ାରେ ତ ଛାଣି ହେବନି ଭଲ ଭାବରେ, କିନ୍ତୁ ଚାହା ଛଣାରେ ଭଲ ଛାଣି ହେଇଯିବ। ତ ମୁଁ ଏଇଠି ଦେଖନ୍ତୁ ଷ୍ଟିଲ୍ର ଚାହା ଛଣା ରଖିଥିଲି, ସେଇଥିରେ ସେ ପେଷ୍ଟକୁ ସବୁ ରଖିଦେଲି। ଆଉ ଏମିତି ଚାମଚରେ ଗୋଳେଇ ଦେଲା ମାନେ ସେ ସବୁ ପେଷ୍ଟ ଗୁଡ଼ାକ ତଳକୁ ପଳେଇ ଆସିବ। ୟାକୁ ତିଆରି କରିବାକୁ ଜମା ବି କିଛି ପଇସା ପଡ଼େନି। ଘରେ ଆମର ଅରୁଆ ଚାଉଳ ଅଛି, ମାତ୍ର ଗୋଟେ ଚାମଚ ଅରୁଆ ଚାଉଳ ନେବା। ସବୁବେଳେ ଆମେ ଠାକୁର ପୂଜା କରିବାକୁ କଦଳୀ ଆଣୁଛେ, ତାର ଚୋପା ମଧ୍ୟ ବାହାରୁଛି। କଦଳୀ ଚୋପାରେ ଯଦି ଏତେ ବଢ଼ିଆ ରେମିଡ଼ି ତିଆରି ହେଇପାରୁଛି, ତ କାହିଁକି ଆମେ ତାକୁ ଫୋପାଡ଼ିବା? କଦଳୀଟା ଦେହ ପାଇଁ ଯେତିକି ଉପକାର, ତାର ଚୋପାଟା ମଧ୍ୟ ସେତିକି ଉପକାର। କଦଳୀ ଚୋପାକୁ ଆମେ ଜମା ବି ଫିଙ୍ଗିବାନି। ତାପରେ ସେଥିରେ ମୁଁ ଦେଇଦେଲି କର୍ଣ୍ଣଫ୍ଲାୱାର ଗୋଟେ ଚାମଚ। କର୍ଣ୍ଣଷ୍ଟାର୍ଚ ଯେଉଁ କହୁଛନ୍ତି, କର୍ଣ୍ଣଫ୍ଲାୱାର କହୁଛନ୍ତି, ତ ତାକୁ ମୁଁ ଗୋଟେ ଚାମଚ ନେଇନେଲି। ଯଦି ପାଣିଆ ହେବ ଆଉ ଗୋଟେ ଚାମଚ ନେବେ। ଭଲ ଭାବରେ ଗୋଳେଇ ଦେବା, ଟିକେ ଟିକେ ବିଣ୍ଡି ବିଣ୍ଡି ଯେମିତି ନ ରହିବ। ତାପରେ ସେଥିରେ ଦେଖନ୍ତୁ ଚେନେ ଲେମ୍ବୁ ଦେଲି। ବେଶୀ ଜମା ବି ଦେବେନି, ଚେନେକୁ କମ୍ ମଧ୍ୟ ଦେବେ। ଏଥିରେ ଆମେ ଆଉ ଗୋଟେ ଜିନିଷ ମିଶାଇବା, ମିଲ୍କ ପାଉଡ଼ର। ମିଲ୍କ ପାଉଡ଼ର ଯଦି ନଥିବ, କ୍ଷୀର ତ ଘରେ ବସାଉଛେ ନା, କ୍ଷୀରରେ ଯେଉଁ ସରଟା ପଡ଼ିଥାଏ, ସେଇ ସରଟା ଆଣିକିରି ସେଥିରେ ଭଲ ଭାବରେ ହାତରେ ଚକଟିକିରି ମିଶାଇ ଦେବେ। ଆଉ ଏଇଠି ମୁଁ ମିଲ୍କ ପାଉଡ଼ର ଗୋଟେ ଚାମଚ ନେଲି, ତାକୁ ଭଲ ଭାବରେ ମିଶାଇ ଦେଲି ଯେମିତି ବିଣ୍ଡା ନ ରହିବ। ମିଲ୍କ ପାଉଡ଼ର ଅଛି ଭିଟାମିନ୍, ପ୍ରୋଟିନ୍, ଆଉ ଆମ ସ୍କିନ୍କୁ ଗୋରା କରିବ। ସବୁବେଳେ ଯଦି ୟାକୁ ତିଆରି କରିକି ଲଗେଇବେ ତ ପୁରା ମୁହଁ ଗ୍ଲୋ କରିବ। କଦଳୀ ଚୋପାଟା ଏତେ ଉପକାର ଆମ ମୁହଁ ପାଇଁ, ମାନେ କଦଳୀ ଚୋପା ଆଉ ଖାଲି କ୍ଷୀର ଟିକେ ଲଗେଇକି ଯଦି ମୁହଁରେ ଘଷିବେ, ଆପଣଙ୍କ ମୁହଁଟା ପୁରା ଗ୍ଲୋ କରିବ। 8 ଦିନ କେବଳ ତାକୁ ଲଗେଇକି ଦେଖନ୍ତୁ। ତ ଏଠି ମୁଁ ନେଇଛି ଚାଉଳ ଆଉ କଦଳୀ ଚୋପା, ମିଲ୍କ ପାଉଡ଼ର। ତ ୟାର ତ ବହୁତ ଗୁଣ ଅଛି। ହାତ, ଗୋଡ଼, ମୁହଁ ସବୁଆଡ଼େ ୟାକୁ ଲଗେଇ ପାରିବେ। ଆଉ ଏ ଶୀତ ଦିନ ପାଇଁ ନା ଏଇଟା ବହୁତ ବଢ଼ିଆ ରେମିଡ଼ିଟେ। ଗତ ଭିଡ଼ିଓରେ ମୁଁ କମଳା ଚୋପାର ଗୋଟେ ରେମିଡ଼ି ତିଆରି କରିକି ମୁହଁରେ ଲଗେଇବା ପାଇଁ କହିଥିଲି। ଜଣେ ଭିଉଅର୍ସ କମେଣ୍ଟ ଦେଇଥିଲେ ଯେ ନିଜ ମୁହଁରେ ଲଗେଇବା ପାଇଁ, ସେଥିପାଇଁ ମୁଁ ମୋ ମୁହଁରେ ଲଗେଇକି ଦେଖାଉଛି। ଦିନ ଯାକ ଘରର ସବୁ କାମ ହୁଏ, ରାତି ହେଲେ ମୁଁ ଭିଡ଼ିଓ ତିଆରି କରେ। ସେଥିପାଇଁ ରାତିରେ ମୁଁ ମୁହଁରେ ଯେଉଁଟା ଲଗେଇବାର ଥିବ କିମ୍ବା ଚୁଟିରେ ଲଗେଇବାର ଥିବ ଲଗେଇ ପାରେନି, ଖାଲି ହାତରେ ଲଗେଇକି କହିଦିଏ। ତ ଯଦି କମେଣ୍ଟ ଆସିଲା ଏମିତି, ସେଥିପାଇଁ ମୁଁ ଆଜି ମୁହଁରେ ଲଗେଇକି ଦେଖାଉଛି। ତ ଏଇ ରେମିଡ଼ିକୁ ଲଗେଇକି 10 ମିନିଟ୍ ଛାଡ଼ିଦେବେ। 10 ମିନିଟ୍ ପରେ ଆପଣ ଧୋଇଦେବେ। 10 ମିନିଟ୍ ପରେ ମୁଁ ହାତକୁ ଧୋଇକି ଦେଖାଉଛି, ଦେଖନ୍ତୁ। ଯଦି ଆମେ ଏମିତି 8 ଦିନ କରିବା, ନିଶ୍ଚୟ ମୁହଁରୁ ଦାଗ ଯିବ ଆଉ ମୁହଁ ଚିକଣ ହେଇଯିବ। ଏବେ ରହୁଛି, ଜୟ ଜଗନ୍ନାଥ।